आजिर भिडियो रे डिस्कस करिबा ओडिशा एवं बेंगल रो महान समाज और संस्कारक मानक विषय रे। तो प्रथमे जिबा राजा राममोहन राय एवं से कौन करथिले से कौन करथिले ना से सती दाह प्रथा को उच्छेद करथिले। बंगाल रो महान संस्कारक राजा राममोहन राय को भारतीय पुनर्जागरण रो जनक कुहा जाए। 1828 ମସିହାରେ ବ୍ରାହ୍ମ ସମାଜ ପ୍ରତିଷ୍ଠା କରିଥିଲେ। ତାଙ୍କର ସବୁଠାରୁ ବଡ଼ ଐତିହାସିକ ସଫଳତା ଥିଲା ଲର୍ଡ ୱିଲିୟମ୍ସ ବେଣ୍ଟିଙ୍କ ସହାୟତାରେ 1829 ମସିହାରେ ସତୀ ଦାହ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ କରିବା, ଯାହା ମହିଳାମାନଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏକ ବଡ଼ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ଦ୍ୱିତୀୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବଙ୍ଗଳାର ଅନ୍ୟତମ ପ୍ରସିଦ୍ଧ ପଣ୍ଡିତ ଓ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ନାରୀ ଶିକ୍ଷା ଏବଂ ସମାଜ ସଂସ୍କାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ବ୍ରିଟିଶ ସରକାର 1856 ମସିହାରେ ବିଧବା ବିବାହ ଆଇନ ପାସ୍ କରିଥିଲେ। ସେ ନିଜେ ମଧ୍ୟ ନିଜ ପୁତ୍ରର ବିବାହ ଏକ ବିଧବା କନ୍ୟା ସହିତ କରାଇ ସମାଜରେ ଏକ ମହାନ ଉଦାହରଣ ସୃଷ୍ଟି କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଓଡ଼ିଶାର ସମାଜ ସଂସ୍କାରକ ଏବଂ ଶିକ୍ଷାର ବିକାଶ କ୍ଷେତ୍ରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅବଦାନ ଅତୁଳନୀୟ। ସେ ସମାଜରୁ ଜାତିପ୍ରଥା, ଛୁଆଁଛୁତ ଭେଦଭାବ ଦୂର କରିବା ସହ 1909 ମସିହାରେ ପୁରୀର ସାକ୍ଷୀଗୋପାଳଠାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ମୁକ୍ତ ଆକାଶ ବିଦ୍ୟାଳୟରେ ବହୁ ବର୍ଗର ମାନେ ସବୁ ବର୍ଗର ପିଲାମାନଙ୍କୁ ଏକାଠି ଶିକ୍ଷା ଓ ମଣିଷ ତିଆରି ର ସଂସ୍କାର ଦିଆଯାଉଥିଲା, ଯାହା ଓଡ଼ିଶାର ସାମାଜିକ ଚେତନାକୁ ବଦଳାଇ ଦେଇଥିଲା। ଚତୁର୍ଥ, ଉତ୍କଳ ଗୌରବ ମଧୁସୂଦନ ଦାସ ମଧୁବାବୁ କେବଳ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ନଥିଲେ, ବରଂ ସେ ଜଣେ ବଡ଼ ସମାଜ ସଂସ୍କାରକ ମଧ୍ୟ ଥିଲେ। ସେ ଓଡ଼ିଶାର ପ୍ରଥମ ବିଲାତ ଯାତ୍ରୀ ଏବଂ ପ୍ରଥମ ଓଡ଼ିଆ MA BL ଥିଲେ। ତାଙ୍କର ଏକ ବଡ଼ ସଫଳତା ଥିଲା ମହିଳାମାନଙ୍କୁ ଆଇନଗତ ଅଧିକାର ଦେବା। ତାଙ୍କର ପ୍ରେରଣା ଓ ଚେଷ୍ଟା ଯୋଗୁଁ ତାଙ୍କ କନ୍ୟା ଶୈଳବାଳା ଦାସ ଓଡ଼ିଶାର ପ୍ରଥମ ମହିଳା ଆଇନଜୀବୀ ଓ ଶିକ୍ଷାବିତ୍ ଭାବେ ନାରୀ ପ୍ରଗତିର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ। ପଞ୍ଚମ, ସ୍ୱାମୀ ବିବେକାନନ୍ଦ ବେଙ୍ଗଲର ସ୍ୱାମୀ ବିବେକାନନ୍ଦ 1897 ରେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରି ଜୀବେ ସେବା ହିଁ ଶିବ ସେବା ର ବାର୍ତ୍ତା ଦେଇଥିଲେ। ତାର ଅର୍ଥ ହେଉଛି ମାନବ ସେବା ହିଁ ଈଶ୍ୱର ସେବା। ଅନ୍ୟପଟେ ଓଡ଼ିଶାରେ ମା ରମାଦେବୀ ଚୌଧୁରୀ ଗାନ୍ଧୀବାଦୀ ଚିନ୍ତାଧାରାର ଅନୁପ୍ରାଣିତ ହୋଇ ଅସ୍ପୃଶ୍ୟତା ନିବାରଣ, ଭୂଦାନ ଆନ୍ଦୋଳନ ଏବଂ କୁଷ୍ଠ ରୋଗୀଙ୍କ ସେବା ସହ ନାରୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାରେ ସଫଳ ହୋଇଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।